ଆଜି ପୁରା ରବିବାର ହେଲେ ହେଇଯାଉ ଝୋଳ ଭାକୁର। ଏତିକିରେ ମାଛ ଭଜା ସରିଛି, କଡ଼େଇରେ ତେଲ ତାତି ସାରିଛି, ପିଆଜ ରସୁଣ ସଜା ସରିଛି। ତେଲରେ ଭାଜିଲେ ଆଳୁକୁ ଚିରି ତେଲରେ ଭାଜିଲେ ଆଳୁକୁ ଚିରି ତହିଁ ଲୁଣ ଦେଲେ ପ୍ୟାକେଟେ ଚିରି। ତେଲରେ ଭାଜିଲେ ଆଳୁକୁ ଚିରି ତହିଁ ଲୁଣ ଦେଲେ ପ୍ୟାକେଟେ ଚିରି। ପରେ ବିରାଜିଲେ ଗୋଟା ମସଲା ତହିଁରେ ପିଆଜ ମିଶ୍ରିତ ହେଲା। ତହିଁରେ ପିଆଜ ପକେଇ ଟିକେ ଘର ଘର କରିବେ। ତେଲରେ ପିଆଜ ଏପଟ ସେପଟେ ଅଦା ରସୁଣ ଜିରା ବଟା ହେବା ପାଇଁ ଛଟପଟ। ଅଦା ରସୁଣ ବଟା ହେବା ପାଇଁ ଛଟପଟ। ଗ୍ରାଇଣ୍ଡର ହବ ଏବେ ଘର ଘର। ସେପଟେ ଅଦା ରସୁଣ ବଟା ହେବା ପାଇଁ ଛଟପଟ। ଗ୍ରାଇଣ୍ଡର ହେଲା ଘର ଘର। ମସଲା ବଟାଟି ଦେଖ ଏଥର। ଗ୍ରାଇଣ୍ଡର ହେଲା ଘର ଘର। ମସଲା ବଟାଟି ଦେଖ ଏଥର। କଡ଼େଇରେ ଏବେ ବଟା ମସଲା ଏମିତି ରଙ୍ଗ ଯେ କେମିତି ହେଲା। ତହିଁରେ ପଡ଼ିଲେ କାଶ୍ମୀରୀ ଚିଲ୍ଲି, ହଳଦୀ ଗୁଣ୍ଡ, ଆଉ ଟିକେ ପୁଣି ଲୁଣର ଚାଟ। ପୁଣି ଘର ଘର ଖଡ଼ିକା ଚାଲେ। ଟମାଟୋ 2ଟା ଥୋଇ ସେ ଦେଲେ। ପୁଣି ଘଡ଼ ଘଡ଼ ଖଡ଼ିକା ଚାଲେ। ଟମାଟୋ 2ଟା ଥୋଇ ସେ ଦେଲେ। ଟମାଟୋ ପଡ଼ି ଏବେ ଟିକେ ଘର ଘର କରି ତାକୁ ମସଲାଟିକୁ ଟିକେ କଷିଦବା। ଏବେ ପାଖାପାଖି ମସଲା ଶେଷ। ତହିଁ ଭଜା ଆଳୁ ଲାଗେ ହରସ। ବାସନାରେ ଭାରି ମହକ ଆସେ। ଏବେ ଅଳ୍ପ ପାଣି ଦିଅ ସରସେ। ଆଉ ଡେରି ନ କରି ଏବେ ଅଳ୍ପ ପାଣି ଦେଇ ତାକୁ ଟିକେ ପୁଣି ଚଲାଚଲି କରିଦିଅ। ଅଳ୍ପ ପାଣି ଦେଇ ଗ୍ରେଭି ଭଳିଆ କର ଚଲାଚଲି। ବାସନାରେ ଭାରି ମହକ ଆସେ। ଏବେ ଅଳ୍ପ ପାଣି ଦିଅ ସରସେ। ଝୋଳ ଫୁଟିଲାଣି ହୋଇ ଟପ୍ ଟପ୍। ଭୋକରେ ଆଉଟୁ ପାଉଟୁ ପେଟ। କର ନାଇଁ ଡେରି ଦିଅ ମାଛ ପକେଇ। ମନେ କରି ମୁଣ୍ଡ ଦେବଟି ଥୋଇ। ଗୋଟି ମାଛ ପକେଇକି ପଛରେ ମୁଣ୍ଡଟି ଦିଅ ଥୋଇ। ଆହା କି ସୁନ୍ଦର ଭାକୁର ମୁଣ୍ଡ, ଖାଇଲେ ପାଟିରେ ହୋଇବ ଗୁଣ୍ଡ। ଆହା କି ସୁନ୍ଦର ଭାକୁର ମୁଣ୍ଡ, ଖାଇଲେ ପାଟିରେ ସେ ହୋଇବ ଗୁଣ୍ଡ।